मैडम जड़े सीआर आईएएस अफिसर थे सबू जना अजना किसी ना मत कौन मागुंट रिपोर्ट कार्ड मो बस सूचना मुझे कि मोर जो माने जनता अच्छा सीना देवी कौन देवी द्वितीयत ये कौन ये राग मो मुझे जानपार 25 वर्ष धरी मुझे जहाँ कर आपणकर प्रोसीडिंग अच्छी आज आप स्विच टीपे मारिदे रेकर्ड आसिक आप घर पहुंच कौन प्रश्न प्रश्न 25 वर्ष कर IIT ठू आरंभ करपणकर जदि हिसाब को नेबे एम्स ठू आरंभ कर सिविल एविएशन ठू आरंभ कर झारसुगुड़ा जाए से जो एयरपोर्ट रे जदि रेकर्ड न बाहर मुझे चिरकाल विदा नहीं सब लिखि माने बहु विश्वविद्यालय स्कूल कॉलेज कर खाली गोटे कृतज्ञ पांड्यान बाबू को पाखरे 5टा यूनिवर्सिटी करिवारे मते से सहाय्य करिसेंते अनेक विश्वविद्यालय शिक्षा स्वास्थ्य एम्स टू आरंभ करी सिविल एविएशन पर्यंत एवं ता सहित आपणकर मु गोटे लेखी भी देसी जहाँ कहते मु दुखित मुझे डिजर्डन करूनी से महिला को जेहेतु आमर से एमपी थिले किंतु बोधे भावप्रण भाव कहार बायस टे कह लगुच कारण मुझे पीढ़ी सर मुझे सम्मान दूची 25 वर्ष काल लोक गोटे लोक भोट देवे पॉकेट रे पैसा ना गाड़ी घोड़ा किसी ना जानना कौन सब चलती देश कि पैसा मु खेल देखी आश्चर्य ये सब देखला परे मैडम तो अति सम्भ्रांत एवं भद्रा मुझे सुभद्रा बोली कहीदे कौन क्षति सुअर्थ उत्तमा जो भद्रा से सुभद्रा तेणु आज मु देखुची तो राजनीति करने लोकटा एत बदल जाती मुझे बदलुनी बहुत दिन राजनीति कली 10टा टर्न 9टा टर्न डायरेक्ट इलेक्शन लोकों भोट रे लगा तक आउ गोटे टर्न मत गवर्नमेंट एवं अच्छी ए आपणकर प्लानिंग बोर्ड जहाँ जो कर्तव्य करने कथा करुँची मैडम जो पचार दवाई कैफत मु कहीं कैफत मागुना 5 वर्षटा कौन गोटे छोट बोली कहते गोटे टर्म भी गोटे बड़ इतिहास से व्याख्या करें सामना सामनी से दृष्टि कहली से दृष्टि पांड्यान बाबू को आक्रमण कर किए मु जानी जब राजनीति करुचे नवीन पट्टनायक शिखबार कथा क्या विरुद्ध के कहती ना तेणु बारंबार मुझे नवीन पट्टनायक थी जाए तुम्हें कहीं आसीपार ना एवं जो सब कम जी कर सीना कह मत से जी पचारि से कहीदे से पचार भितर मत गोटे बड़ा तात्सल्य भी पचारि एत वर्ष कौन कले बोली तेरे आपण जमी जवाब दे पारे ना कौन कले किसी पानी जो कौन सब दे इलेक्ट्रिफिकेशन सोलार यहाँ गोटे कम आज जदि मेट्रो भी होता है सरकार कहते रेकर्ड रू बाहर मो ना मुझे कहनी आज्ञा से डिमेरिट हो पारे मत गोटे आनंद
କାମରେ ଏବଂ ଲୋକଙ୍କ ପାଇଁ ନ କରିଥିଲେ ସେ ଏତେ ଥର କେମିତି ଏତେ ଭୋଟରେ ପୁଣି 5 ଥର କେମିତି ଜିତେଇବେ ଏବଂ ମୋ ଇଏରେ ଯୋଉ ଜଣେ ଏମ୍ପିଙ୍କର ଅଧୀନରେ 7ଟା MLA 7ଟାକ MLA କେମିତି ବିଜୟ ଭୀମଣ୍ଡି ଦେଇଛନ୍ତି 5 ଥର କେହି ଗୋଟେ ହାରି ନାହାନ୍ତି ତେଣୁ କାମ ସେମିତି କରିଥିଲେ ଲୋକ ଭୋଟ ଦେବେ ଲାଗିଲା କି 5 ଥର ଆଉ ଗୋଟେ ଥରେ କ'ଣ ଏମିତି ଗର୍ବ ହେଇଗଲାଣି ଆଉ ତ ଦିନ କାଳ ଅଛି କ'ଣ କରିବେ ଆମକୁ ନେଇ କରିବେ ନା ଆମକୁ ଛାଡ଼ି କରିବେ ତେଣୁ ବର୍ତ୍ତମାନ ମୁଁ ଆଉ ଏତେ ସେ ରାଜନୀତି ଭିତରକୁ ଯାଉ ଚାହୁଁନି ମୁଁ ତାଙ୍କୁ ସମ୍ମାନ ଦେଉଛି ସେ ମୋତେ ଦିଅନ୍ତୁ ପଛକ କିନ୍ତୁ ଯେ ଯାହା କରିଛି ସେଥିରେ ତାର ଆନନ୍ଦ ସିଭିଲ ଏଭିଏସନ୍ ଯଦି ଆପଣ ଯାଇକି ଦେଖନ୍ତୁ ଆଜି ଯିବେ ମୁଁ ସେ ଫଳକ ଲଗେଇଛି ମୁଁ କ'ଣ ଏ ଷ୍ଟାଡିୟମ ଭିତରେ ଯେଉଁ ପିଲାଙ୍କର ସବୁ ମାନେ ଯେତେ ଗେମ୍ ସବୁ ନବୀନ ପଟ୍ଟନାୟକ ଯେଉଁଟା ହେଇନଥିଲା ନିର୍ମାଣ କରିକି ଦେଖେଇଦେଲେ ଯେଉଁଟା ସାରା ପୃଥିବୀକି ଆଦିବାସୀ ଗେମ୍ଟା କମ୍ ନୁହଁ ସେଟା ସେଥିରେ ବି ମୋ ନାଁ ପାଇବେ ଆପଣ ମୋ ନାଁ ପାଇବେ ମୋର କହିବାର କଥା ନୁହେଁ ଯୁଆଡ଼େ ଆପଣ ଯିବେ ଫଳ ଲାଗିଛି ଆଉ କିଛି ଫଳ କାଢ଼ି ଦିଆଯାଇଛି ଏରିସାରେ ଯେଉଁଥିରେ ମୁଁ ଦୁଃଖ କରେନି କିନ୍ତୁ ଏତେ ଫଳକ ଅଛି ଇଏ ତ 2000 ଖଣ୍ଡେ ଫଳକ MLA ବେଗୁନିଆ ମୋର ବନ୍ଧୁ ଗଣେଶ ଲଗେଇଛି ଯେଉଁଥିରେ ଗୋଟେ ଜାଗାରୁ ମୋ ନାଁ ବାଦ ପଡ଼ିନି ଖୋର୍ଦ୍ଧାର MLA ବି ଲଗେଇଛନ୍ତି ଜିତୁ ମିତ୍ର ମୋର ବନ୍ଧୁ ଆପଣ ଟିକେ ଯିବେ କି ବରୁଣେଇ କେତେ ଫଳକ ଲାଗିଛି ପ୍ରଶ୍ନ ପାଠ ଠାକୁରଙ୍କ ଜାଗାରେ ଲାଗିବା କଥା ନୁହେଁ ତ ମୁଁ ଲଗେଇଛି ମୁଁ କିଏ ଲଗେଇବି ଫଳକ ସରକାର ହିଁ ଲଗାଇବେ ତେଣୁ ଏସବୁ ଦୃଷ୍ଟିକୋଣରେ ଦେଖିଲେ ଯେତେ ଫ୍ଲାଇ ଓଭର କହିବା କଥା ନୁହେଁ ଦେଉଳ ତିଆରି କଲା ପରେ ଯିଏ କହେ ମୁଁ ଦେଉଳ କରିଛି ବୋଲି ତାଠୁ ମୂର୍ଖ କେହି ନାହିଁ ମୁଁ କାହିଁ ସେ ମୂର୍ଖାମି କରିଛି ମୁଁ କରିବି ମୁଁ କିଏ ସରକାର କରିଛନ୍ତି ଆମେ ଇନିସିଏଟିଭ ନେଇଛୁ ଆମେ ଯତ୍ନ ନେଇଛୁ ଏଇଟା ହେବା ଦରକାର ଲଢ଼େଇ କରିଛୁ ସେ ଲଢ଼େଇରେ ମୋଠୁ ଗୋଟେ ବଢ଼ିଆ ଲଢ଼ୁଆ ଖେଳାଳି ପାଇବେନି ଏ ବି ମୋତେ ଲୋକ କହୁଛନ୍ତି ବାଟର ଘାଟରେ କାହିଁ ଆପଣ ଠିଆ ହେଲେନି ବୋଲି ମୁଁ କିଏ ସେ କହିବାକୁ ଠିଆ ହେବା ପାଇଁ ଏତେ ଦିନ କାହାର ଧୈର୍ଯ୍ୟ ଅଛି ଅପେକ୍ଷା କରିବ ତମେ କେମିତି ଅପେକ୍ଷା କଲ ମାନେ ଶୁଣ ମୁଁ ଏବେ ବି ଅଛି ଆମେ ଆସୁ କାମ କରିବା ପାଇଁ ଦଳ ଡିଆଁ କରି ଅନ୍ୟକୁ ପ୍ରତାରଣା କରିବା ପାଇଁ ନୁହେଁ ହତାଶ କରିବା ପାଇଁ ନୁହେଁ ଯିଏ ବି ଦଳ ଡେଇଁଲା କି କ'ଣ କଲା ତାକୁ ମୁଁ ବିରୋଧ କରୁନାହିଁ ସେଟା ତାଙ୍କ ନିଜସ୍ୱ କିନ୍ତୁ ପ୍ରସନ୍ନ ପାଟ୍ଟଶାଣୀ ଏଥିରେ ବିଶ୍ୱାସ କରେ ନା ଦଳ ମୁଁ ଆରମ୍ଭ କରିଥିଲି କିଏ ମାନନ୍ତୁ ବା ନ ମାନନ୍ତୁ ଶଙ୍ଖ ଚିହ୍ନ ଏବେ ବାଜୁଛି ବିଜୟ ଦେଖନ୍ତୁ ଯାଭଳି ପାଟଣାରେ ଯାଇକି ଠାକୁର ଦେଇଛନ୍ତି ଆପଣଙ୍କୁ ପ୍ରଶ୍ନ କରିଛନ୍ତି ସିଏ ମଧ୍ୟ 5 ବର୍ଷ ସାଂସଦ ଥିଲେ ସିଏ କ'ଣ କରୁଛନ୍ତି ତାଙ୍କର କ'ଣ ରିପୋର୍ଟ କାର୍ଡ ଯେହେତୁ ଆପଣ ଯେମିତି କହିଲେ ଆପଣଙ୍କର ସବୁ ପ୍ରୋସିଡିଂ ରେ ଅଛି ସବୁ ଆଇଏଏସ୍ ଅଫିସର ହେଇ ଏବଂ ସେଟା କେମିତି ବହୁତ ଆଶ୍ଚର୍ଯ୍ୟ ହେଇଛି ସେଟା କେମିତି ପଚାରିଲେ ବୋଲି ମୁଁ ତ କହୁନି କହିପାରୁନି ତାଙ୍କ ବିରୁଦ୍ଧରେ ଆପଣ ତ କ'ଣ କହିଲେଣି ଆପଣ ଜଣେ ବିଜ୍ଞ ପ୍ରସିଦ୍ଧ କ୍ରିଏଟିଭ ଜିନିୟସ୍ ଜର୍ଣ୍ଣାଲିଷ୍ଟ ଆପଣ ଗୋଟେ ଜର୍ଣ୍ଣାଲିଜିମର ତେଣୁ ଆପଣ କେତେ ଦେଖିଛନ୍ତି ମନ୍ତ୍ରୀ କି କେତେ ବିଧାୟକ ମୋତେ ବି ଦେଖିଛନ୍ତି ଆପଣ ଜାଣିଛନ୍ତି ମୁଁ କହିବାଟା ଭଲ ନୁହଁ ଏବଂ ଆମେ ରାଜନୀତି କରୁଛୁ କହିବେ ଏ ରାଜନୀତି ସମୟରେ ଲୋକମାନଙ୍କୁ ଭ୍ରମ ସୃଷ୍ଟି କରାଉଛନ୍ତି ସମ୍ପୂର୍ଣ୍ଣ ଭାବରେ ଏଇ ସମୟରେ କ'ଣ କହିବ ମୁଁ ଏଇଟା କରିଦେଲି ସେଇଟା କରିଦେଲି ଗଲେ ଏଇଟା କରିଦେବି ଆରେ ତମେ ତ କାମ କରୁଛ ଯଦି କାମେକା ଲୋକ ହେଇଥିବ ଲୋକ ଉପରେ ପଡ଼ିକି ଭୋଟ ଦେବେ ମୋ ପାଖରେ କିଛି ନଥାଏ କାହାଠୁ ପଇସା ନେଉ ନେବାର ନାହିଁ ଦେବାର ନାହିଁ ସକାର ନା ମୁଁ ଦେଖୁଛି କିନ୍ତୁ ମୁଁ ଆନନ୍ଦିତ ମୋ ନେତା ଉପରେ ନିର୍ଭର କରେ ନା ଆଉ ମୁଁ କିଏ କହିବାକୁ ମୁଁ ଏଇଟା ହେବି ସେଇଟା ହେବି ନାଇଁ ଦେଲେ କ'ଣ ହେଇଗଲା କ'ଣ ଖରାପ କରିଛି ଏଇଟା ଲିଡର କ'ଣ ରାଜନୀତି କଲେ ସବୁଠି ପାଇଯିବେ ତେଣୁ ଏଥିରେ ମୁଁ ବିଶ୍ୱାସ କରେ ନା ମୁଁ କାମରେ ବିଶ୍ୱାସ କରେ ତେଣୁ ମ୍ୟାଡ଼ାମ ଜଣେ କାମେକା ଲୋକ
ମୁଁ ଅନର କରୁଛି ତାଙ୍କ ଭଳିଆ ମୁଁ କହିପାରିବିନି ଏମିତି କହିବା ଉଚିତ ନୁହଁ।